ଅଦ୍ୟତା 3/8/2024 ରିଖ ଶନିବାର ଦିନ 12 ଘଟିକା ସମୟରେ ଯେ ଯାହାର ଅଙ୍ଗନବାଡ଼ି କେନ୍ଦ୍ରର ନାମ ଲେଖିବେ। ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ କରାଯାଇଥିଲା। ଏହି ଦିବସରେ ଯାଞ୍ଚ କମିଟି, ମାତୃ କମିଟିର ସଭ୍ୟା, ଆଶାକର୍ମୀ, କିଶୋରୀ, SHG ସଦସ୍ୟା, ୱାର୍ଡ଼ ମେମ୍ବର, ନୂତନ ବିବାହ କରି ଆସିଥିବା ମହିଳାମାନଙ୍କ ଉପସ୍ଥିତିରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ କରାଗଲା। 2024 ବିଶ୍ୱ ସ୍ତନ୍ୟପାନର ଆଲୋଚ୍ୟ ବିଷୟବସ୍ତୁ ପ୍ରତିବନ୍ଧକକୁ ଦୂର କରିବା, ସମସ୍ତେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା। ପ୍ରତିବର୍ଷ ଅଗଷ୍ଟ ମାସର 1 ତାରିଖରୁ 7 ତାରିଖ ମଧ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ, ସମସ୍ତଙ୍କୁ ସ୍ତନ୍ୟପାନ ବିଷୟରେ ସଚେତନ କରିବା ପାଇଁ। ସ୍ତନ୍ୟପାନ ଉଭୟ ଶିଶୁ ଓ ମା ଦୁଇ ଜଣଙ୍କ ପାଇଁ ଲାଭଦାୟକ ଅଟେ, କିନ୍ତୁ ଅଧିକାଂଶ ଶିଶୁ କିଛି ପ୍ରତିବନ୍ଧକ ପାଇଁ ମା କ୍ଷୀରରୁ ବଞ୍ଚିତ ହୁଅନ୍ତି। ସେହି ପ୍ରତିବନ୍ଧକ ଗୁଡ଼ିକ ଚିହ୍ନଟ କରିବା ଏବଂ ତାହାକୁ ଦୂର କରିବା। ପ୍ରତିବନ୍ଧକ ଗୁଡ଼ିକ ହେଉଛି ପ୍ରଥମ କଷ କ୍ଷୀର ଖାଇବାକୁ ଦେଇନଥାନ୍ତି, ବାହାର ଖାଦ୍ୟ ଗାଈ କ୍ଷୀର, ମହୁ, ଚିନି ପାଣି ଇତ୍ୟାଦି ଦିଅନ୍ତି। ଶିଶୁକୁ ସ୍ତନ୍ୟପାନ କରାଇଲେ ମା'ର ସୁନ୍ଦରତା କମିଯାଏ, ଶିଶୁ ମୋଟା ହୁଏ, ମା'ର ଶରୀରର ଉପରେ ଏହା କୁପ୍ରଭାବ ପକାଏ। ଏହା ବ୍ୟତୀତ ମା ଯଦି ଚାକିରି କରିଥାଏ କିମ୍ବା ବାହାରକୁ କାମ କରିବାକୁ ଯାଉଥାଏ, ଜନ୍ମରୁ 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା ଜରୁରୀ ଅଟେ। 6 ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ ଏବଂ 6 ମାସ ପରେ ସ୍ତନ୍ୟପାନ ସହିତ ସ୍ନେହ ଓ ଯତ୍ନରେ ପାରିବାରିକ ଖାଦ୍ୟ ପ୍ରଦାନ। 6 ମାସ ପର୍ଯ୍ୟନ୍ତ ମା କ୍ଷୀର ଶିଶୁର ସମସ୍ତ ଖାଦ୍ୟ ଆବଶ୍ୟକତା ପୂରଣ କରେ, ତେଣୁ ଶିଶୁମାନଙ୍କୁ ପ୍ରଥମ 6 ମାସ କେବଳ ମା କ୍ଷୀର ଖୁଆଇବା ଉଚିତ। କେବଳ ମା କ୍ଷୀର ଖୁଆଇବାର ଅର୍ଥ ହେଉଛି କେବଳ ସ୍ତନ୍ୟପାନ ଓ ଅନ୍ୟ କୌଣସି କ୍ଷୀର ବା ପାନୀୟ ଜଳ ବା ଖାଦ୍ୟ ନୁହେଁ। ମା କ୍ଷୀର ଶିଶୁ ନିମନ୍ତେ ସର୍ବୋତ୍ତମ ଖାଦ୍ୟ, କାରଣ ଏଥିରେ ଶିଶୁ ଆବଶ୍ୟକ କରୁଥିବା ସମସ୍ତ ପୁଷ୍ଟିକାରକ ମହଜୁଦ ଥାଏ। ଶିଶୁ ମଧ୍ୟ ଏହାକୁ ଅତି ସହଜରେ ହଜମ କରିପାରେ। ମା'ର ପ୍ରଥମ ହଳଦିଆ କଷ କ୍ଷୀର ଶିଶୁ ପାଇଁ ପ୍ରଥମ ଟୀକା ସଦୃଶ ହୋଇଥାଏ। ସ୍ତନ୍ୟପାନ କରାଇଲେ ମା'ର ଶରୀରରେ କ୍ଷୀର ତିଆରି ହେବାର ପ୍ରକ୍ରିୟା ତୀବ୍ର ହୋଇଥାଏ। ସ୍ତନ୍ୟପାନ କରାଇଲେ ପ୍ରସବ ପରେ ରକ୍ତସ୍ରାବ ହ୍ରାସ ପାଇଥାଏ। ଧ୍ୟାନ ଦେବା, ପ୍ରସବ ପୂର୍ବରୁ ହିଁ ସ୍ୱାମୀ, ଶାଶୁ, ନଣନ୍ଦ ବା ନର୍ସକୁ କୁହନ୍ତୁ ଯେ ଜନ୍ମର ତୁରନ୍ତ ପରେ ଶିଶୁକୁ ପାଖକୁ ଆଣିବା ପାଇଁ ଯେପରିକି କ୍ଷୀର ପିଆଇ ପାରିବେ। ଯଦି ଶିଶୁ ଦୁର୍ବଳ କିମ୍ବା କମ୍ ଓଜନର ହୋଇଥାଏ, ତେବେ ପ୍ରତି 1 ଘଣ୍ଟା ବା 2 ଘଣ୍ଟାରେ କ୍ଷୀର ପିଆନ୍ତୁ। 6 ମାସ ପର୍ଯ୍ୟନ୍ତ ଶିଶୁର ଶାରୀରିକ ମାନସିକ ବିକାଶ ପାଇଁ ମା'ର କ୍ଷୀରରେ ପର୍ଯ୍ୟାପ୍ତ ପରିମାଣରେ ପୋଷଣ ଥାଏ ଓ ଶିଶୁର ସମ୍ପୂର୍ଣ୍ଣ ଆହାର ମଧ୍ୟ ହୋଇଥାଏ। ଯେଉଁ ମା କେବଳ ସ୍ତନ୍ୟପାନ କରାଏ, ତା'ର ଗର୍ଭବତୀ ହେବାର ସମ୍ଭାବନା କମ୍ ଥାଏ, ବ୍ରେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା କମ୍ ଥାଏ। ପ୍ରତିବନ୍ଧକକୁ ଦୂର କରିବା, ସମସ୍ତେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା, ଏହି ସ୍ଲୋଗାନଟିକୁ ସମସ୍ତେ କହିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଜିର ବୈଠକର କାର୍ଯ୍ୟକ୍ରମକୁ ଶେଷ କରାଗଲା।